ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तुम्हें कंठरे बस, माँ कंठरे बस। अतिबड़ी जगन्नाथ दास रचित श्रीमद् भागवत महापुराणर तृतीय स्कंधर आज 31 अध्याय अध्ययन करवा। यही अध्याय प्रथम भाग में पद्यांतरी एवं द्वितीय भाग में यार व्याख्या श्रवण करवा। श्रीमद् भागवत महापुराण धारावाहिक भाव में शुणापी चैनल टी सब्सक्राइब करूँ एवं धारावाहिक भाव में शुणापी चेष्टा करूँ। आज यही एक अध्याय एक गभीर गूढ़तत्व उपरे पर्यवेसित। यही अध्याय मनुष्य जन्म पाइथिबा जीवर गति विषय वर्णना करा जायछि। अर्थात गत अध्याय मनुष्य जन्म ठारू मरण पर्यंत, मरण ठारू पुनर्जन्म पर्यंत आमे शुणिथिले। आज मनुष्य जन्म पाइथिबा जीवर गति विषय वर्णना करवा। तेबे आसंतु आरंभ करवा तृतीय स्कंध 31 अध्याय। पुण्यपाप जे मिशामिशी गति दी आए जे राजसी। मनुष्य जन्म एणु पाए एकत्रिंशरे एहा कहे। श्री भगवान वाच। भगवान एठी कपिलदेव माता देवहूति को कहते बोलती प्रभु भगवान भमात सावधाने शुण। जे कर्म जीव करि थाई ईश्वर तही निज जई। ए जीव स्वकर्म बसरे पुरुष रेत आश्रा करे। पुणिए देह धरिबाकू प्रवेश जननी गर्भकू। सेरे तो प्रथम दिन रे मिसाई शोणित संगरे। ताहाकू बलिटी कल्होळ पंचम दिने से बर्तूल। से पुणी बदरी समाने कठिन हुए 10 दिने। तापरे होई मांस पिंड तदंते प्रकाश अंड। मस्तक प्रथम मासरे प्रकाश हुए ता कंधरे। संपूर्ण बेनी मास जाए करचरण आदि होई। अंगुली नख तनुरोम अस्थिरु दय नाड़ीमान। लिंगई इंद्रिय छिद्र आदि तृतीय मासे प्रसिद्धि। चतुर्थ मासे धातु होए पंचमे क्षुधा तृषा बहे। धातु अर्थात सप्त धातु रक्त रस रक्त मांस मेद अस्थि मज्जा और शुक्र शरीरस्थ सप्त धातु अठे। अर्थात यही 7टी धातु उपरे मनुष्यर शरीर पर्यवेसित। तदंते षष्ठ परिमित क्षुधातु सारे से पीड़ित। गर्भवे स्तनेक बद्ध हुई दक्षिण कुखीरे भ्रमई। जननी जे द्रव्य भक्षई शेरसे ता धातु बढ़ई। मूत्रपु ऋष रक्तलाळे कृमि पीड़ित समाकुले। तहि जंत्रिते सोई थाई कृमिश अंकुल मध्य रही। अति कोमल कलेबर कृमिभ क्षणे नोहे स्थिर। अंगका टंते कृमि माने प्रज्वले देह प्रतिक्षणे। बहुत क्लेश तहि पाई क्षण क्षणके मूर्छा जाई। उष्णर बण कटु तीक्ष्ण उष्णन बण कटु तीक्ष्ण
କ୍ଷାର ବିଳାଜା ଭକ୍ଷଣ ଜନନୀ ଆହାର କରଇ ସେରସେ ସର୍ବାଙ୍ଗ ପୀଡ଼ଇ। ଅର୍ଥାତ୍ ମାତୃଗର୍ଭରେ ସନ୍ତାନ ସନ୍ତତି ରହିଲା ପରେ ମାଆକୁ ସାଧାରଣତଃ ଗରମ, ଲବଣ, କଟୁ ଆଉ ତୀକ୍ଷ୍ମ, କ୍ଷାର, ଅମ୍ବିଳ ଏସବୁ ଖାଇବାକୁ ଏଥିପାଇଁ ବାରଣ କରାଯାଏ। କାରଣ ମା ଯାହା ଖାଏ ଶରୀରସ୍ଥ ଅନ୍ତଃସ୍ଥ ସନ୍ତତି ସେ ଅନୁସାରେ ସେ କଷ୍ଟ ପାଏ। ତେଣୁ ଏହିସବୁ ଖାଦ୍ୟ ମାଆକୁ ଗର୍ଭସ୍ଥ ସମୟରେ ବାରଣ କରାଯାଇଥାଏ। ନିବାସ ଜରାୟୁ ଭିତରେ ନାଡିରେ ବେଷ୍ଟିତ ନିର୍ଭରେ କୁଟିଳ ଭାବେ ଶିରୋଧର ପୃଷ୍ଠକୁ ଟିଳ କଳେବର। ଶିରୋଧର ଅର୍ଥାତ୍ ଗ୍ରୀବା ବା ବେକ। ମାତୃକୁ କ୍ଷୀରେ ଦେଇ ଶିର ପଡ଼ିଯେ ଥାଇ ନୋହେ ସ୍ଥିର ଶରୀର ଚାଳି ନ ପାରଇ ପିଞ୍ଜର ପକ୍ଷୀ ପ୍ରାୟ ହୋଇ ସେ ଗର୍ଭେ ପୂର୍ବ କର୍ମ ବସେ ବହୁତ ଜନ୍ମ ତାକୁ ଦିଶେ ସତେଜ ନର କର୍ମ ଯେତେ ସୁମରୁ ଥାଏ ଗର୍ଭଗତେ ସେ ପାପ ପୁଣ୍ୟ ମନେ ଧ୍ୟାଇ ବହୁତ ନିଶ୍ୱାସ ଛାଡ଼ଇ ତା ଫେଡ଼ି ନ ପାରହି କେହି କର୍ମ ଆୟତେ ବଶ ହୋଇ ସୁମରି ପୂର୍ବ ଜନ୍ମ ଦୁଃଖ ସୁଖ ନ ଲଭି ସେ ବିମୁଖ। ସପ୍ତମ ମାସ ଆଦି କରି ତା ଦେହେ ଜ୍ଞାନ ଥାଇ ପୁରୀ ପ୍ରସୂତି ବାତ ବଳିଆର ତେଣେକ ପଇ ତା ଶରୀର ଦେହକୁ ଅସ୍ଥିର କରଇ କୃମି ଯେ ସନେ ଭ୍ରମୁ ଥାଇ ସେ ରୂପେ ଗର୍ଭେ ତା ଭ୍ରମଣ ଦୁଃସହ ସେ ଦୁଃଖ କଷଣ ତଦନ୍ତେ ଶୁଣ ଗଜନନୀ ଭାଳଇ ସେ ଦିବା ରଜନୀ ଅତି ବି ମୁଖେ କଷ୍ଟ ସହି ସେ ଗର୍ଭେ ଆତ୍ମାକୁ ଦେଖଇ ଭୟେ ବି ଚାର ଇମନର କେମନ୍ତେ ଏଥୁ ହେବି ପାର ଏଥୁନି ସ୍ତାର ମୋ କେମନ୍ତେ ଆତଙ୍କେ ଚିନ୍ତ ଇନିରତେ ସପ୍ତଧା ତୁରେ ବଧ ହୋଇ ଅଞ୍ଜଳି କରିଣ ପାର୍ଥଇ ଯେମନ୍ତେ ଆଉ ପୁନର୍ବାର ଏ ଗର୍ଭ ଦୁଃଖ ନହୁ ମୋର। ଶ୍ରୀକୃଷ୍ଣ ପାଦେ କରି ଧ୍ୟାନ ଅତି ଆନନ୍ଦ ସୁଖେ ମଗ୍ନ ଏଥୁନି ଗତ ମୋ କେମନ୍ତେ ତାହାକୁ ଭାବେ ଅବିରତେ ସେ ଦୁଃଖ ନଘେ ନଇ ଚିତେ ଅନାଥ ମୁଁ ଯେ ଗର୍ଭଗତେ ବେଦନା ପାଉଅଛି ଯେତେ ଏଥୁ ଧର ନାଥ ମତେ ଏ ଦୁଃଖ ଯେମନ୍ତେ ନୋହିବ ଏମନ୍ତ କୃପା ମତେ ହେବ ଏ ରୂପେ ଦୁଃସହ କଷଣେ ସ୍ତୁତି କରଇ ଅନୁକ୍ଷଣେ। ଜୀବ ଉବାଚ ଗର୍ଭକୁ ଆଣିଲା ଯେ ମତେ ତାପାଦେ ସ୍ତୁତି ମନିରତେ ତାପାଦେ ପଶିଲି ଶରଣ ସେ ମତେ କରୁ ପରିତ୍ରାଣ ସେ ବହି ତାର ପାଦଗତେ ଅଶେଷ କର୍ତ୍ତା ଯେ ଜଗତେ ଯେ ପ୍ରଭୁ ସୃଷ୍ଟି ରକ୍ଷା ପାଇଁ ଇଚ୍ଛାରେ ଶରୀର ଧରଇ ଯେ କଲା ଏତାଦୃଶ ଗତି ମୁଁ ପାପୀ ଅତୀବ ଦୁର୍ମତି ସେ ପ୍ରଭୁ ଏକଷ୍ଟୁ ରଖିବେ ତୋ ବିନୁ ଆଶ୍ରା ନାହିଁ ଯିବେ ତାହାଙ୍କ ଅଭୟ ଚରଣେ ଶରଣ ଗଲି ଏକ ଶଣେ ସେ ପାଦେ ଯେ ପ୍ରାଣୀ ପ୍ରସନ୍ନ ନ ଲାଗେ ଏ ଦୁଃଖ ବୃଜିନ ମୁଁ କଷ୍ଟେ ଜନନୀ ଗର୍ଭରେ ଅଛଇ ମାୟା କଳେବରେ ଜୀବ ସ୍ୱରୂପେ ଅଛି ମୁହିଁ ମୋ ନିଜ କର୍ମେ ବନ୍ଦୀ ହୋଇ ଅଛଇ ବନ୍ଧନ ପରାଏ ଏ ଗର୍ଭ ପୀଡ଼ା ଅଡ଼ି ଭଏ
ଏ ଗର୍ଭ ପୀଡ଼ା ଅତି ଭୟେ ନମଇ ତାହାଙ୍କ ପୟରେ ଯେ ଦେବ ଛନ୍ତି ମରୁଦରେ ବିଶୁଦ୍ଧ ବିକାର ବିହୀନ ଅଖଣ୍ଡ ବୋଧ ଅନୁଦୀନ ତ୍ରିବିଧ ସନ୍ତାପେ ତାପିତ ହୃଦୟେ ହୁଅଇ ପ୍ରତୀତ ନମଇ ତାହାଙ୍କ ଚରଣେ ସେନାଥ ରଖୁ ଏକ ଶଣେ ଏ ପଞ୍ଚ ଭୂତେ ବିରଚିତ ଏମନ୍ତେ ଦେହେ ମୁଇ ସ୍ଥିତ ମିଥ୍ୟାରେ ଆଚ୍ଛନ୍ନ ହୋଇଛି ବୁଝିଲେ ସତ୍ୟ ନୁହେଁ କିଛି ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ ଏଥେ ମୁଁ ବଦ୍ଧ ଅବିରତ ବନ୍ଦଇ ସେ ପ୍ରଭୁ ଚରଣେ ଥିଲେ ଶରୀର ଆବରଣେ ଅକୁଣ୍ଠ ମହିମା ତାହାର କେବେ ହେଁ ନଥାଇ ବିକାର ତେଣୁ ଯେଣୁ ସେ ଆଦି ନିରଞ୍ଜନ ପ୍ରକୃତି ପୁରୁଷ ଭିନ୍ନ ସେ ପ୍ରଭୁ ପରମ ପୁମାନ ଦିଅନ୍ତୁ ମୋତେ ଦିବ୍ୟ ଜ୍ଞାନ ଜାମାୟା ଆବୋରି ରହିଛି ଏଣୁ ମୁଁ ସବୁ ବିସ୍ମରୁଛି ତେଣୁ ଭ୍ରମଇ ଏ ସଂସାରେ ଶ୍ରମେକା ତର ନିରନ୍ତରେ ତେଣୁ ଭ୍ରମଇ ଏ ସଂସାରେ ଶ୍ରମେକା ତର ନିରନ୍ତରେ ତାହାଙ୍କୁ ଭଜି ବଇଁ ଯେବେ ଏ ଦୁଃଖୁ ନିସ୍ତାରିବେ ତେବେ ଭଜିଲେ ନିଜ ରୂପ ପାଇ ନ ଭଜି ପାରି ହେବି କାହିଁ ତାହାଙ୍କ ବିନୁ ଏହୁ ଜ୍ଞାନ କେ ଦେଇ ପାରେ ମୋତେ ଆନ ତା ତହୁଁ ଜ୍ଞାନ ମୁଁ ପାଇଛି ଯେଣୁ ମୁଁ ତ୍ରିକାଳ ଦେଖୁଛି ଏଣୁ ଏ ଗର୍ଭ ଦୁଃଖ ଘୋର ନ ଜାଣେ ଶରୀର ମୋହର ଏଣୁ ଯେ ତାହାଙ୍କୁ ଭଜିବି ତେବେ ସେ କର୍ମକୁ ଜିଣିବି ଯାହାର ଅଂଶ ସ୍ଥିର ଚରେ ବ୍ୟାପିଛି ଭୁବନ ଭିତରେ ସ୍ଥିର ଚରେ ଅର୍ଥାତ୍ ସ୍ଥାବର ଓ ଜଙ୍ଗମ ମଧ୍ୟରେ ବନ୍ଦଇ ତାହାଙ୍କ ଚରଣ ଭୋନାଥ ଦେବା ଦିବ୍ୟ ଜ୍ଞାନ ଜନନୀ ଉଦର ଗୁହାରେ ପୁରିଷ ମୂତ୍ରାଦି କୂପରେ ଅବଶେ ତହିଁ ମୁଁ ପଡ଼ିଛି ଜଠର ଅଗ୍ନି ଦହୁଅଛି ତହୁଁ ବାହାର ହେବା ପାଇଁ ସଭୟେ ମାସ ଗଣୁ ଛଇଁ କେବେ ସେ କରିବେ ବାହାର ସେ ପ୍ରଭୁ କୃପା ପାରାବାର ଯେ କଲା ଏତାଦୃଶୀ ଗତି ଲଭିଲି ଦିବ୍ୟ ଜ୍ଞାନମତି ସେ ବଡ଼ କରୁଣା ସାଗର ଯେ ମୋତେ ଦେଲେ ଜ୍ଞାନ ପର ମୁଁ ତାଙ୍କୁ କି ସେବା କରିବି କି ଦ୍ରବ୍ୟ ଦେଇ ନ ତୋଷିବି ସେ ନାଥ ଦୀନ ବନ୍ଧୁ ଯେବେ ସ୍ୱଗୁଣେ ତୁଷ୍ଟ ହେବେ ତେବେ ଅଞ୍ଜଳି ବିନୁ ନାରାୟଣ ମୋହର ଦ୍ରବ୍ୟ ନାହିଁ ଆନ ଏ ଯେତେ ଜୀବ ପଶୁ ଆଦି ଅଜ୍ଞାନ ଦେହେ ନିରବଧି ଦେଖନ୍ତି ସୁଖ ଦୁଃଖ ମାତ୍ର ଏଣୁ ଅନ୍ତି କ୍ଲେଶ ପାତ୍ର ଯେ ହେଲେ ଦିବ୍ୟ ଜ୍ଞାନ ମୋତେ ଯେ ବୁଦ୍ଧି ଘେନି ଅବିରତେ ଏ ଦେହ ଭିତରେ ବାହାରେ ପ୍ରତ୍ୟକ୍ଷେ ଦେଖୁଛି ତାହାରେ ଏ ଘେନି ସୁଖେ ଆଶା ନାହିଁ ଦୁଃଖକୁ ଭୟ ଅବା କାହିଁ ଯେ ମୋତେ ଦେଲେ ଦିବ୍ୟ ଜ୍ଞାନ ତାହାର ପାଦେ ବନ୍ଦନ ସେ ପ୍ରଭୁ ରୂପ ମନୋହର ଦର୍ଶନେ ଲୋଭ ଚିତ୍ତ ମୋର ସେ ରୂପ ସୁଧା ଆପ୍ୟାୟନେ ତୃଷିତ ଲୋଚନ ସଘନେ କେବେ ହେଁ ନ ପାରଇ ଛାଡ଼ି ଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି ମୁଁ ଦୁଃଖେ ବଞ୍ଚିବି ଗର୍ଭରେ
କେବେ ହେଁ ନ ଯିବି ବାହାରେ। ସଂସାର ଅନ୍ଧକୂପତି ତହିଁକି ଯେ ଯିବେ ଗମନ୍ତି। ତୋ ମାୟା ଘୋଟଇ ତାହାକୁ ସେ ସତ୍ୟ ମଣଇ ମିଥ୍ୟାକୁ। ପଡ଼ଇ ସଂସାର ଚକ୍ରରେ ପୁତ୍ରକ ରତ୍ର ମାୟା ଘୋରେ। ଏଣୁ ବା ହାରେ ମୁଁ ନ ଯାଇ ଏ ଗର୍ଭେ ମୋକ୍ଷ ସାଧିବଇଁ। ବ୍ୟାକୁଳ ନୋହି ଏ ଗର୍ଭର ସହିବି ଦୁଃଖ ମହାଘୋର। ଆତ୍ମାକୁ ତାରିବି ଏଠାରେ ମନନି ବେଶୀ ଆତ୍ମାଠାରେ। ସାରଥି ବୁଦ୍ଧି ବିବେକକୁ କରିଣ ତାରିବି ଆତ୍ମାକୁ। ଗର୍ଭନି ବାସ ଦୁଃଖ ଆର ଯେମନ୍ତେ ନୋହିବ ମୋହର। ବିଷ୍ଣୁର ଚରଣେ ପଶିବି ଅଶେଷ ଗର୍ଭେ ମୁଁ ନ ଯିବି। କହନ୍ତି କପିଳ ଗୋସାଇଁ ସେ ଦେବ ହୁତି ମୁଖ ଚାହିଁ। କପିଳ ଉବାଚ ଏମନ୍ତ ନାନା ସ୍ତୁତି କରି ଗର୍ଭଜାତନା ଦୁଃଖ ଡରି। କେବେ ହେଁ ନହେ ତା ଉଶ୍ୱାସ ଦୁଃଖେ ପୀଡ଼ିତ 10 ମାସ। ଏମନ୍ତ ଦୁଃଖ ଅବଶେଷେ ଶରୀରୁ ସମୀର ପ୍ରକାଶେ। ତାହାକୁ ପ୍ରସବ ମାରୁତ ପ୍ରେରଣ କରଇ ବହୁତ। ତକ୍ଷଣେ ଅଧମୁଖ କରି ପକାଇ ଯୋନି ଦ୍ୱାରେ ଭରି। ଭିତରୁ ପବନ ପେଲଇ ବହୁତ କ୍ଲେଶ ତହିଁ ପାଇ। ଅତି ସଂକୀର୍ଣ୍ଣ ଭୋଗଦ୍ୱାର କଷ୍ଟରେ ହୁଅଇ ବାହାର। ଭୋଗଦ୍ୱାର ଅର୍ଥାତ୍ ଯୋନି ଦ୍ୱାର। ସ୍ତମ୍ଭିତେ ଶ୍ୱାସ ନିରୋଧଇ ସେ ଗର୍ଭ ଜ୍ଞାନ ପାଶୋରଇ। ଅଜ୍ଞାନେ ପଡ଼ଇ ଭୂମିରେ ରକ୍ତ ଜର୍ଜର କଳେବରେ। କୃମିର ପ୍ରାୟ ଚେଷ୍ଟା କରେ ରୋଦନ କରଇ କାତରେ। ଲୋଭଇ ବିପରୀତ ଗତି ସେ ଜ୍ଞାନ ଆହୁ ନ ସ୍ମରନ୍ତି। ପାଳନ୍ତି ଜ୍ଞାତି ବନ୍ଧୁଗଣେ ତା ଅଭିମତ କେହୁ ଜାଣେ। କ୍ଷୁଧାରେ ତକ୍ଷଣେ ରୋଦଇ ତା କେହି ବୁଝି ନ ପାରଇ। ବୋଲନ୍ତି ପେଟ ବଥାଇଲା ଏଣୁ ଏ ବ୍ୟାକୁଳେ ରୋଦିଲା। ମୁଖେ ଦିଅନ୍ତି ନିମ୍ବରସ ଜୀବତା ପିଅଇ ଅବଶ। ନିଷେଧି ତାହା ନ ପାରଇ ଯାହା ଦିଅନ୍ତି ତାହା ଖାଇ। ଅଶୁଚି ଶଯ୍ୟାରେ ଶୟନ କରାନ୍ତି ତାକୁ ପରିଜନ। ତହିଁ ବସେ ପଡ଼ିଥାଇ ପିମ୍ପୁଡ଼ି ମାଛି କୀଟ ଖାଇ। ନିବାରେ ନୁହଁ ସମର୍ଥ ଯେଣୁ ନ ଚଳେ ପଦହସ୍ତ। ଉଠିବ ଶୀତେ ଶକ୍ୟ ନାହିଁ ବନ୍ଧନ ଜୀବ ପ୍ରାୟ ହୋଇ। କୋମଳ ଚର୍ମ ତା ଶରୀରେ କାଟନ୍ତି ମଶା ଡାଁସ ତାରେ। କାଟନ୍ତି ମାନେ କାମୁଡ଼ନ୍ତି। ଦଶନ ବିକାଶୀ କାଟନ୍ତି ଶୋଷିଣ ଶୋଣିତ ପିବନ୍ତି। ତହୁଁ ସେ ଜ୍ଞାନହୀନ ହୋଇ ସର୍ବଦା ରୋଦନ କରଇ। ଏମନ୍ତ 5 ସମ୍ବତ୍ସରେ ଏ ଜୀବ ବଞ୍ଚେ ଦୁଃଖ ଘୋରେ। ପୌଗଣ୍ଡ କାଳେ ମହାଦୁଃଖ ତହିଁ ନ ପାଇ କିଛି ସୁଖ। ତହିଁରେ ବିଦ୍ୟାର ପଠନେ ଭୟତ ରସ୍ତ ପ୍ରତିଦିନେ। ମରଣୁ ସେ ଦୁଃଖ ବଳଇ ନିର୍ଭୟ ସ୍ଥାନେ ପଶେ ଯାଇ। ଏମନ୍ତେ ଜୀବ ଲଭେ କ୍ଲେଶ ନ ପାଇ ଜ୍ଞାନ ଉପଦେଶ। ଯୌବନାବସ୍ଥା ପ୍ରବେଶେଣ ତହିଁ ପୀଡ଼ିତ କାମବାଣ। ମନେ କଳ୍ପିତ ଯା କରଇ ସେ ଯେବେ ଆସି ନ ଘଟଇ। ଶୋକରେ ହୁଅଇ ବାଧିତ କ୍ରୋଧିତ ହୁଏ ଅବିରତ। ଏମନ୍ତ ପ୍ରତି ସମ୍ବତ୍ସରେ କାମ ବଢ଼ଇ ନିରନ୍ତରେ।
ସମ୍ବତ୍ସର ଅର୍ଥ ହେଉଛି ବର୍ଷ। ଯେ ରୂପେ ଶରୀର ବଢ଼ଇ ତା ସଙ୍ଗେ ମାନ ହିଁ ବଢ଼ଇ ପ୍ରକୋପ ବଢ଼େ କଳେବର କାମିନୀ ସଙ୍ଗେ କେଳି କରେ। ପ୍ରକୋପ ବଢ଼େ କଳେବରେ କାମିନୀ ସଙ୍ଗେ କେଳି କରେ ଅତ୍ୟନ୍ତ କାମେ ହୋଇବାଇ ଆପଣା ନାଶ ନ ଜାଣଇ। ନାରୀ ଯୋ ନିରେ ଆଶା କରେ ଏ ଯୁବା ବୟସ ବେଭାରେ ଏ ପଞ୍ଚ ଭୂତ କଳେବର ଆପଣା ବୋଲି ଯା ଆଦରେ। ଏ ପଞ୍ଚ ଭୂତ କଳେବରେ ଆପଣା ବୋଲି ଯା ଆଦରେ ମୁହର୍ତ୍ତା କର୍ତ୍ତା ସର୍ବଠାରେ ଏ ମୋର ଛନ୍ତି ଯେତେ ଘରେ ଏହିକୁ ମତି ଭାବୁଥାଇ ଆପଣା ହିତ ନ ଜାଣଇ। ଯେ ଦେହ ନାନା କ୍ଲେଶ ଦେଇ କର୍ମ କରଇ ତାର ପାଇଁ ଯେ କର୍ମେ ବଦ୍ଧ ପ୍ରାୟ ହୋଇ ଅଜ୍ଞାନେ ପୁଣ ଜନ୍ମ ହୋଇ ଶିଶୁ ଦର ସୁଖାତୁରେ ଉଦ୍ୟମ କରେ ନିରନ୍ତରେ ଏମନ୍ତ ଅସତ ଯେ ଜନ ତାର ସଙ୍ଗତେ କରେ ମନ। ତାଙ୍କ ସ୍ୱ କର୍ମ ଆଚରଇ ଯେ ମାର୍ଗେ ନରକେ ପଡ଼ଇ ଭମାତ ଶୁଣ ତଦନ୍ତରେ ପୂର୍ବେ କହିଛୁ ଯେ ପ୍ରକାରେ ସେ ଭାବେ ପୁଣି ନର୍କ ଯାଇ ସେ ଭାବେ ପୁଣି ନର୍କେ ଯାଇ ଯାତନା ଅନେକ ଭୁଞ୍ଜଇ। ଏଣୁ ଅସତ ସଙ୍ଗ କଲେ ବିନାଶ ହୋଇ ଅବହେଳେ ଅସତ ସଙ୍ଗ ସତ୍ୟନାଶେ ଶୌଚ ତପ ନ ପ୍ରକାଶେ ମୌନ ବ୍ରତା ଦିନ ରହେ ବୁଦ୍ଧି ବିବେକ ହନ୍ତି କ୍ଷୟେ। ଲଜ୍ଜା ଛାଡ଼ଇ କାନ୍ତି ଯଶ କ୍ଷମାଦି ଅଜ ସେ ବିନାଶ ବିନାଶ ହନ୍ତି ସମଦମ ଐଶ୍ୱର୍ଯ୍ୟ ହୋଏ ଉପଶମ। ଅଶାନ୍ତ ଜନେ ସଙ୍ଗ ହୋଇ ଯେ ମୂଢ଼ ଭାବେ ନିତ୍ୟ ରହି ଜ୍ଞାନ ନ ବୁଝେ ଦମ୍ଭପଣେ ମିଥ୍ୟା ଭାଷଇ ଅନୁକ୍ଷଣେ। ଯେ ଦେହେ ଆତ୍ମବୁଦ୍ଧି କରେ ସାଧୁଜନଙ୍କୁ ନ ଆଦରେ ବୋଲଇ ମତହୁଁ ଅପରେ କେ ଭାଗ୍ୟବନ୍ତ ଏ ସଂସାରେ ମୁଁ ଧର୍ମ ଜାଣ ଇ ସକଳ ଏଣୁ ପୂଜିତ ଏ ଶୟଳ ମତୁଲେ ଧନବନ୍ତ କେହି ପ୍ରତୁଲ୍ୟ ନୋହି ବୟ ମହି। ମୋ ଧନ ଉପାୟ ମିଳଇ ଏଣୁ ମୋ ହର ଭୟ ନାହିଁ ଏମନ୍ତେ ଯେ ବା ଗର୍ବ କରେ ଦେହାନ୍ତେ ନରକେ ସଞ୍ଚରେ ହୁଅନ୍ତି ନାରୀଙ୍କ ଅଧୀନ ତାହାଙ୍କ ଖେଳିବା ହରିଣ। ଏମନ୍ତ ସଙ୍ଗ ନ କରିବ ଯେବେ ସୁଭାଗ୍ୟେ ଇଚ୍ଛା ଥିବ ଆବର ଶୁଣ ସି ଗୋମାଏ ଯେମନ୍ତେ ପ୍ରାଣୀ ନାଶ ଯାଏ ଯେଣୁ ଯୁବତୀ ସଙ୍ଗେ ମନ ଜୀବର ହୁଏଟି ବନ୍ଧନ। ଏମନ୍ତ ଅନ୍ୟ ସଙ୍ଗେ ନାହିଁ ଏଣୁ ଯୁବତୀ ସଙ୍ଗୀ ନୋହି ତାହାଙ୍କ ସଙ୍ଗୀ ଯେତେ ଜନ ସେ ସଙ୍ଗ ନ କରିବ ମନ। ସେ ସର୍ବେ ମୋହିତ କରନ୍ତି ସେ ସଙ୍ଗେ ପ୍ରାଣୀ ନାଶ ଯାଆନ୍ତି। ପୂର୍ବେ ବିଧାତା କନ୍ୟା ଚାହିଁ ତା ରୂପ ଦେଖି ବନ୍ଦୀ ହୋଇ ସେ କନ୍ୟା ପିତାର ଅଜ୍ଞାନେ ପଳାଇ ପଶିଲା ଅରଣ୍ୟେ ହରିଣ ରୂପ ସେ ଧଇଲା ଛଦ୍ରମେ ବନସ୍ତେ ପଶିଲା ବିଧାତା ତା ଗତି ବିଚାରି ସେହି ହରିଣ ରୂପ ଧରି। ଲଜ୍ଜା ଛାଡ଼ିଲେ ବେଦ ବ୍ରହ୍ମା ନାରୀଙ୍କ ଏମନ୍ତ ମହିମା ଏଣୁକେ ତା ମୁଖୁ ତରିବ ଯହିଁ ମୋହିତ ବ୍ରହ୍ମା ଶିବ। ସେ ସଙ୍ଗ ଛାଡ଼ିବ ଯତନେ ଶ୍ରେୟକୁ ବାଞ୍ଛା ଥିଲେ ମନେ ଯେ ବ୍ରହ୍ମା ଯାହାକୁ ସର୍ଜିଲା ତା ହେତୁ
আপে মোহ গলা সে সঙ্গ যেতে প্রাণী কলে দেবমা ইয়ারে মোহ গলে এমন্ত কেহু প্রাণী অছি সে নারী মায়ারু তরিছি বিনাশে প্রভু ভগবান নারীকে ন জিতিলান দেখম যোগ মায়া বଳ ଯୁବତୀ ସ୍ୱରୂପେ ପ୍ରବଳ ସେଯାକୁ ଅପାଙ୍ଗେ ଇଚ୍ଛଇ ସେ ପ୍ରାଣୀ ପଡ଼ି ମୋହ ଯାଇ ଦିଗ ବି ଜୟୀ ଯେବେ ହୁଅନ୍ତି ତଥାପି ନାରୀ ବସେ ଥାନ୍ତି ସେବନ୍ତୀ ନାରୀଙ୍କ ପୟର ଏମନ୍ତ ମାୟା ବଳ ମୋର যে মোক্ষ সাধন ইচ্ছিব সে নারী সঙ্গ ন করিব সে বিণ সাধু সুজ্ঞজন লভি যে থাই আত্মজ্ঞান এমন্ত যোগী যেবা ହୁଅନ୍ତି ତାହାଙ୍କୁ ଯୁବତୀ ନାଶନ୍ତି ନାରୀ ଓ ଜ୍ଞାନ ତମ ଦ୍ୱାର ଯୋଗୀ ଛାଡ଼ିବ ସଙ୍ଗତାର କେବଳ ମାୟାରେ ଯୁବତୀ ନିର୍ମାଣ କଲା ପ୍ରଜାପତି ସେ ସେବା କରିବାର ଛଳେ ପାଶକୁ ଆସୁଥାଇ ବଳେ କପଟେ ବିନୟ ବଚନ କହିବ ଧଇ ପ୍ରାଣୀ ମନ ବ୍ୟାଧ ଯେ ସନେ ଛନ୍ଦ କରି ଜୀବ ବି ନାଶେ ପାଶେ ଭରି ତୃଣ ଆଚ୍ଛନ୍ନ କୂପେ ଥାଇ ପ୍ରାଣୀ ବି ନାଶ ଚିତ୍ତେ ଧ୍ୟାଇ ନିଷିଦ୍ଧି ବସେ କୂପ ଦ୍ୱାରେ ଜାଗ୍ରତେ ରହେ ନିରନ୍ତରେ ସେ ପଥେ ଯେ ପ୍ରାଣୀ ଗମନ୍ତି ସେ କୂପେ ପଡ଼ି ନାଶ ଯାଆନ୍ତି ସେ କୂପ ଅତି ତମ ଘୋର ଦେଖି ଭ୍ରମନ୍ତି ସୁର ନର ତାହାର ଅନ୍ତ ପାର ନାହିଁ ଗଭୀର କେ ପାରିବ କହି ଯହିଁ ଶେଷ ଉଦୟସ୍ତ ପ୍ରାଣୀ ନ ଜାଣେ ତାର ତତ୍ତ୍ୱ ସେ କୂପେ ପ୍ରାଣୀ ସୁଖ ଭରେ ପଡ଼ି ବୃକ୍ଷାଦି ଯେବେ ଧରେ ସେ ସର୍ବେ ଉପୁଡ଼ି ପଡ଼ନ୍ତି ସେ କୂପେ ପଡ଼ି ନ ବର୍ତ୍ତନ୍ତି ବୃକ୍ଷାଦି ଉପଲକ୍ଷ ଯେତେ ଧର୍ମାଦି ପୁଣ୍ୟ ଏ ସମସ୍ତେ ସେ କୂପ ପୁଣ୍ୟ ବିନାଶିନୀ ନିର୍ମିତ କଲେ ପଦ୍ମଯୋନି ସେ ଜ୍ଞାନ ମାର୍ଗ ଆଚ୍ଛାଦୋଇ ଅଜ୍ଞାନୀ ଜନେ ସୁଖମୟୀ ସେ ସଙ୍ଗେ ପୁଣ୍ୟ କର୍ମ କଲେ ସକଳ ନାଶ ଜାନ୍ତି ଭଲେ ଏଣୁ ସେ କୂପ ମାର୍ଗ ଗତେ ଜ୍ଞାନୀ ନ ଗମେ ଭୟ ଚିତେ ଦୁର୍ଗମ ଦ୍ୱାର କୂପ କହି ତୃଣ ଆଚ୍ଛନ୍ନ ଲୋମ ଯେହି ଯେବେ ଅଜ୍ଞାନେ ଭ୍ରମେ ଜୀବ ତା ମୃତ୍ୟୁ ପ୍ରାୟ କ ଭାବିବ ମୋ ମାୟା ନାରୀ ରୂପ ହୋଇ ପୁରୁଷ ପ୍ରାଣ ବିନାଶଇ ତାହାକୁ ବୋଲେ ମୋ ଯୁବତୀ ତାସିରେ ଗୃହ ଧର୍ମ ଦିଅନ୍ତି ତାର ସ୍ୱ ବସେ ଦିନ ହରେ ପ୍ରାଣୁ ଅଧିକ ପ୍ରିୟ କରେ ଧନ ଜୀବନ ଆଦି ଯେତେ ସମର୍ପି ଥାଇ ସ୍ନେହ ଚିତେ ଗୁରୁଜନଙ୍କୁ ମାୟା କରେ ତାର ବି ଶ୍ୱାସେ ଦିନ ହରେ ସେବକ ଜନ ପ୍ରାୟ ହୋଇ ନିତ୍ୟ ସେ ବଇ ଦୁଃଖ ସହି ଏ ଜୀବ ପ୍ରାଣ ଅନ୍ତକାଳେ ତାରୂପ ଧ୍ୟାନେ ସୁନିଶ୍ଚଳେ ସେ ନାରୀ ସ୍ୱରୂପ ଧରଇ ପୁରୁଷ ଅଙ୍ଗ ପ୍ରତ୍ୟେଜଇ ସେ ମାୟା ରୂପ ହୁଏ ପତି ଗୃହତ ନୟ ସୁତାନାତି ତାହାଙ୍କ ସ୍ନେହେ ବଶ ହୋଇ ସେ ମୃତ୍ୟୁ ବୋଲି ନ ଜାଣଇ ଯେସନେ ବ୍ୟାଧ ଗୀତ ଗାଇ ମୃଗତା ଶୁଣି ତୋଷ ହୋଇ ଗୀତରେ ଦେଇଥାଇ ମନ ନ ଜାଣେ ଆତ୍ମା ବିନାଶନ ଏ ଜୀବ ରୂପ କଳେବର କର୍ମ କରଇ ନିରନ୍ତର ଲୋକରୁ ଅନ୍ୟ ଲୋକ ଯାଇ ସଞ୍ଚିତ କର୍ମ ସେ ଭୁଞ୍ଜଇ
ସେ କର୍ମ ବସେ ଗତାଗତ କର୍ମ କରଇ ଅବିରତ କର୍ମର ସମାପତି ନାହିଁ ଯେଣୁ ତା ସନ୍ତତ କରଇ ସେ ସୂକ୍ଷ୍ମ ଲିଙ୍ଗ କଳେବର ସେହିଟି ଉପାଧି ଜୀବର ସ୍ଥୂଳ ଶରୀର ଭୋଗ ସ୍ଥାନ ସେ ପଞ୍ଚ ଭୂତେ ସୁଘଟନ ଏବେନି କଳେବର ଯେବେ କାର୍ଯ୍ୟକୁ କ୍ଷମ ନୋହିବେ ଜୀବର ଏହିଟି ମରଣ ଜନ୍ମଟି ଦେହ ଦର୍ଶନ ଏହାକୁ ବୋଲି ମୃତ୍ୟୁ ଜନ୍ମ ମାୟା କରିଛି ଏତେ ଭ୍ରମ ଏଥକୁ ଦୃଷ୍ଟାନ୍ତଟି ଦେବା ଜନ୍ମ ମରଣ ବୁଝାଇବା ନେତ୍ର ଗୋଲକ ଯେତେବେଳେ ବ୍ୟାଧିରେ ପୀଡ଼ିତ ଆକୁଳେ ଦେଖିତେ ସମର୍ଥ ନୁହୋଇ ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ ଦେଖିତେ ସମର୍ଥ ନୁହୋଇ ଏଠାରେ ଦଶଟା ରୂପ ଜୀବ କେମନ୍ତେ ରୂପ ସେ ଦେଖିବ ଏହି ପ୍ରକାରେ ସ୍ଥୂଳ ଦେହେ କର୍ମଯୋଗ୍ୟତା ଯେବେ ନୋହେ ତେବେ ସେ ଲିଙ୍ଗ କଳେବର କରି ନ ପାରଇ ବ୍ୟାପାର ଏହିଟି ଜୀବର ମରଣ ସେ ଜୀବ ଜନ୍ମ ମୃତ୍ୟୁହୀନ ଯେବେ ତା ଜନ୍ମ ମୃତ୍ୟୁ ନାହିଁ ଏଭେନି ଭୟ ଆଉ କାହିଁ ମୃତ୍ୟୁକୁ ଭୟ ନ କରିବ ଜୀବା ବ୍ୟାପାର ଛାଡ଼ିବ ଏମନ୍ତ ଜୀବ ଗତି ଜାଣି ଛାଡ଼ିବ ସବୁ ସଙ୍ଗ ପୁଣି ଗୋବିନ୍ଦ ପାଦେ ଦେଇଚିତ ଯେ ପ୍ରାଣୀ ଥିବ ବିରତ ମାୟା ବନ୍ଧନେ ନ ପଡ଼ିବ ତେବେ ସେ ମୁକ୍ତି ଲଭିବ ବୈରାଗ୍ୟ ଯୋଗାଭ୍ୟାସ କରି ବୁଦ୍ଧି ବିବେକ ସୁବିଚାରି ମାୟା ଚରିତ ଏ ସଂସାରେ ସ୍ନେହ ଛାଡ଼ିବ କଳେବରେ କେବଳ ଶରୀର ରଖିବ ଅଧିକ ଦ୍ରବ୍ୟ ପ୍ରତ୍ୟେ ଜୀବ ହରିଚରଣେ କରି ଧ୍ୟାନ ପାଇବ ତହିଁ ତତ୍ତ୍ୱଜ୍ଞାନ ଏମନ୍ତ କହି ନାରାୟଣ ବନ୍ଦିଲେ ଜନନୀ ଚରଣ ସେ ହରି ଚରଣ ପଙ୍କଜ ସୁଜନ ଜନ ନିତ୍ୟ ଭଜ ତୃତୀୟ ସ୍କନ୍ଧେ ଭାଗବତ କପିଳ ଯୋଗ ବିଧି ଖ୍ୟାତ ହରି କହିଲେ ଜୀବଗତି ଶୁଣିତ ରିବେ ମୂଢ଼ମତି ଭଣଇ ଜଗନ୍ନାଥ ଦାସ ସାଧୁଙ୍କ ହିତେ ପ୍ରକାଶ ଇତି ଶ୍ରୀମଦ୍ଭାଗବତୀ ମହାପୁରାଣେ ପରମହଂସ ସଂହିତାୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ବାଦେ ଜୀବଗତି ବର୍ଣ୍ଣଂ ନାମ 31 ଅଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟରେ ଆମେ ବ୍ୟାଖ୍ୟା ଶ୍ରବଣ କରିବା। ମଣିଷ କେମିତି ଜୀବ ଶରୀର ପାଏ ଏବଂ କ'ଣ ବୋଲି କହି ସେ ସଂସାରକୁ ଆସେ, ଯାହା କହେ ତାହା ସଂସାରରେ କରେ ନା କରେନି, ସେହି ବିଷୟରେ ଏକଥା ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଆରମ୍ଭ କରିବା ଏହି ଅଧ୍ୟାୟର ବ୍ୟାଖ୍ୟା। ମନୁଷ୍ୟ ଜନ୍ମ ପାଇଥିବା ଜୀବର ଗତି ବର୍ଣ୍ଣନା ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି। ଭଗବାନ କପିଳ ମା ଦେବହୂତିଙ୍କୁ ଏ ବିଷୟ ବର୍ଣ୍ଣନା କରି କହୁଛନ୍ତି, ହେ ମାତା, ଜୀବକୁ ଯେତେବେଳେ ମନୁଷ୍ୟ ଶରୀର ଧରି ଜନ୍ମ ହେବାକୁ ସୁଯୋଗ ମିଳେ, ସେତେବେଳେ ସେ ଭଗବାନଙ୍କ ପ୍ରେରଣାରେ ନିଜର ପୂର୍ବ କର୍ମ ଅନୁସାରେ ଦେହ ପ୍ରାପ୍ତି ନିମନ୍ତେ ପୁରୁଷର ବୀର୍ଯ୍ୟକଣିକା ମାଧ୍ୟମରେ ସ୍ତ୍ରୀ ଗର୍ଭରେ ପ୍ରବେଶ କରେ। ସେଠାରେ ଗୋଟିଏ ରାତି ଭିତରେ ସ୍ତ୍ରୀ ରଜ ସହିତ ମିଳିତ ହୋଇ ତାହା ସମୀକୃତ ହୋଇଯାଏ ଏବଂ 5ଟି ରାତି ଭିତରେ ଗୋଟିଏ ବୁଦ୍ବୁଦ୍ ହୋଇଯାଏ। 10 ଦିନରେ ବରକୋଳି ପରି ଟିକିଏ କଠିନ ହୋଇଯାଏ ଏବଂ ତାପରେ ତାହା ମାଂସପେଶୀ ରୂପରେ ଅଥବା ଅଣ୍ଡଜ ପ୍ରାଣୀମାନଙ୍କ କ୍ଷେତ୍ରରେ ଅଣ୍ଡାରେ ପରିଣତ ହୋଇଯାଏ। ଗୋଟିଏ ମାସରେ ରହି ଭ୍ରୂଣର ମୁଣ୍ଡ ବାହାରେ, 2 ମାସରେ ତାହାର ହାତ ପାଦ ଆଦି ଅଙ୍ଗ ବିଭାଗ ହୋଇଯାଏ ଏବଂ 3 ମାସରେ ତାହାର ନଖ, ରୋମ, ଅସ୍ଥି, ଚର୍ମ, ସ୍ତ୍ରୀ ପୁରୁଷ ସୂଚକ ଚିହ୍ନ ତଥା ଅନ୍ୟ ରନ୍ଧ୍ର ସବୁ ଉତ୍ପନ୍ନ ହୋଇଯାଏ। ମନୁଷ୍ୟ ଶରୀରରେ 9ଟି ରନ୍ଧ୍ର
9ଟି ଛିଦ୍ର ରହିଛି। ତେଣୁକରି ମଣିଷକୁ ନବଦ୍ୱାରପୁର ବୋଲି କୁହାଯାଏ। 4 ମାସରେ ସେଥିରେ ମାଂସ ଆଦି ସପ୍ତଧାତୁ, ସପ୍ତଧାତୁ କହିଲେ କ'ଣ? ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର, ଏଟା ହେଲା ସପ୍ତଧାତୁ ଜାତ ହୋଇଯାଏ ଏବଂ 5 ମାସରେ ତାକୁ ଭୋକ ଶୋଷ ବୋଧ ହୁଏ ଏବଂ 6 ମାସ ବେଳକୁ ଭ୍ରୂଣଟି ଗୋଟିଏ ଝିଲ୍ଲିରେ ଆବୃତ ହୋଇ ଉଦରର ଡାହାଣ ପାଖରେ ବୁଲିବାକୁ ଲାଗେ। ସେତେବେଳେ ମା' ଖାଉଥିବା ଅନ୍ନଜଳ ଆଦିରେ ଭ୍ରୂଣର ସକଳ ଧାତୁ ପୁଷ୍ଟ ହେବାକୁ ଲାଗେ ଏବଂ ସେ କୃମି ଆଦି ଜନ୍ତୁମାନଙ୍କର ଉତ୍ପତ୍ତି ସ୍ଥାନ ରୂପୀ ସେହି ଜଘନ୍ୟ ମଳମୂତ୍ରର ଗର୍ତ୍ତରେ ପଡ଼ି ରହେ। ସେ ତ ସୁକୁମାର ହୋଇଥାଏ, ତେଣୁ ସେହି ସ୍ଥାନର କୀଟମାନେ ଯେତେବେଳେ ତାଙ୍କୁ କାମୁଡ଼ନ୍ତି ସେତେବେଳେ ସେ କ୍ଷଣକୁ କ୍ଷଣ ଅଚେତ ହୋଇଯାଏ। ମା' ଖାଉଥିବା ପିତା, ରାଗ, ଗରମ, ଲୁଣିଆ, ଶୁଖିଲା, ଆମ୍ବିଳା ଓ ଏହିପରି ଅନ୍ୟାନ୍ୟ ଉତ୍ତେଜକ ପଦାର୍ଥର ସ୍ପର୍ଶ ପାଇ ତାହାର ସମଗ୍ର ଶରୀରରେ ପୀଡ଼ା ଅନୁଭୂତ ହୁଏ। ସେଥିପାଇଁ ମା'ମାନଙ୍କୁ ଗର୍ଭ ଥିଲାବେଳେ ପିତା, ରାଗ, ଗରମ, ଲୁଣିଆ, ଶୁଖିଲା, ଆମ୍ବିଳା ଆଦି ଖାଇବାକୁ ମନା କରାଯାଏ। ସେହି ଜୀବ ମା'ର ଗର୍ଭାଶୟରେ ଝିଲ୍ଲିରେ ଆବୃତ ହୋଇ ଅନ୍ତପୁଟାରେ ଘେରି ହୋଇ ରହିଥାଏ। ତାହାର ମୁଣ୍ଡଟି ଉଦର ଆଡ଼କୁ ଢଳି ରହିଥାଏ ଏବଂ ବେକ ଓ ପିଠି ଧନୁ ପରି ବଙ୍କା ହୋଇ ରହିଥାଏ। ସେତେବେଳେ ସେ ପିଞ୍ଜରାବଦ୍ଧ ପକ୍ଷୀ ପରି ପରାଧୀନ ଏବଂ ଅଙ୍ଗ ପ୍ରତ୍ୟଙ୍ଗକୁ ହଲଚଲ କରିବାକୁ ମଧ୍ୟ ଅସମର୍ଥ ହୋଇଥାଏ। ସେହି ସମୟରେ ଅଦୁଷ୍ଟର ପ୍ରେରଣାରେ ସେ ସ୍ମରଣ ଶକ୍ତି ଲାଭ କରେ। ତାହାର ଶହ ଶହ ଜନ୍ମର କର୍ମ ମନେ ପଡ଼େ ଏବଂ ସେ ଅଶାନ୍ତ ଓ ଅସ୍ଥିର ହୋଇଯାଏ। ତାଙ୍କୁ ଶ୍ୱାସରୁଦ୍ଧ ହୋଇଗଲା ପରି ଲାଗେ। ସେପରି ଅବସ୍ଥାରେ ତାକୁ କିପରି ବା ଶାନ୍ତି ମିଳିବ? 7ମ ମାସ ଆରମ୍ଭ ହେଲେ ତାହାର ଜ୍ଞାନ ଶକ୍ତି ମଧ୍ୟ ଉଦୟ ହୋଇଯାଏ। ସେ କିଏ ତାହାର ସେହି ଜ୍ଞାନ ଆସିଯାଏ। କିନ୍ତୁ ସେତେବେଳେ ତାଙ୍କୁ ପ୍ରସୂତି ବାୟୁ ତଳ ଆଡ଼କୁ ଠେଲି ଦେବାରୁ ସେ ଉଦରରେ ଉତ୍ପନ୍ନ ହେଉଥିବା ବିଷ୍ଠାକିଷ୍ଟମାନଙ୍କ ପରି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିପାରେ ନାହିଁ। ସେତେବେଳେ ସେହି ଜୀବ ସପ୍ତ ଧାତୁରେ ବାନ୍ଧି ହୋଇ ଅତ୍ୟନ୍ତ ଭୟଭୀତ ହୋଇଯାଏ ଏବଂ ବ୍ୟାକୁଳ ହୋଇ କରଯୋଡ଼ି ଭଗବାନଙ୍କୁ ସ୍ତୁତି କରେ ଯେ କି ଦୟାର୍ଦ୍ଦ ହୋଇ ତାକୁ ମାନବ ଶରୀର ଦେଇ ମାତୃଗର୍ଭକୁ ପଠାଇଥାନ୍ତି। ଏହି ଅବସ୍ଥାରେ ତାକୁ ଋଷି ବୋଲି କୁହାଯାଏ। ଜୀବ ପରମାତ୍ମାକୁ ସ୍ତୁତି କରି କହେ, ଅର୍ଥାତ୍ ଗର୍ଭସ୍ଥ ଜୀବାତ୍ମାଟିଏ ଭଗବାନଙ୍କୁ ସେ ସ୍ତୁତି କରେ। କ'ଣ କହେ ସ୍ତୁତି କରିକି? ହେ ପ୍ରଭୁ, ନିଜର ଶରଣାଗତ ଭକ୍ତମାନଙ୍କର ସୁରକ୍ଷା ନିମନ୍ତେ ଏବଂ ଜଗତର ମଙ୍ଗଳ ନିମନ୍ତେ ଆପଣ ନିଜ ଇଚ୍ଛାରେ ସମୟ ସମୟରେ ଅନେକ ପ୍ରକାର ରୂପ ଧାରଣ କରନ୍ତି ଏବଂ ଏହି ଭୂତଳରେ ନିଜ ଚରଣରେ ବିଚରଣ କରନ୍ତି। ମୁଁ ଆପଣଙ୍କର ସେହି ଚରଣାର ବିନ୍ଦରେ ଶରଣ ଗ୍ରହଣ କରୁଛି। ଆପଣଙ୍କ ଚରଣ କମଳ ହିଁ ଅଭୟପ୍ରଦ ପ୍ରାପ୍ତି କରାଇଥାଏ। ମୁଁ ବଡ଼ ଅଧମ, ଆପଣ ମୋତେ ଏହି ଗତି ଦେଇ ଠିକ୍ କରିଛନ୍ତି। ମୁଁ ବିଭିନ୍ନ କର୍ମ ବାସନା ହେତୁ ସେହି ସବୁ କର୍ମରେ ଛନ୍ଦି ହୋଇଯାଇଛି। ପୁଣି ମୁଁ ଭୂତ, ଇନ୍ଦ୍ରିୟ ଓ ଅନ୍ତଃକରଣ ରୂପୀ ମାୟାକୁ ଅବଲମ୍ବନ କରି ଏଠାରେ ରହିଛି। ମୋର ସନ୍ତପ୍ତ ଅନ୍ତଃକରଣରେ ଆପଣ ହିଁ ବିଦ୍ୟମାନ। ଆପଣଙ୍କର ସ୍ୱରୂପ ହେଉଛି ବିଶୁଦ୍ଧ, ଅବିକାରୀ, ଅଖଣ୍ଡ ଓ ଜ୍ଞାନ ସ୍ୱରୂପ। ହେ ପୁରୁଷୋତ୍ତମ ପରମାତ୍ମା, ଆପଣଙ୍କୁ ମୁଁ ପ୍ରଣାମ କରୁଛି। ମୁଁ ବସ୍ତୁତଃ ଶରୀର ଆଦିରୁ ରହିତ ବା ଅସଙ୍ଗ ହୋଇ ମଧ୍ୟ ପଞ୍ଚଭୂତ ରଚିତ ଶରୀର ସହିତ ଯୋଡ଼ି ହୋଇ ରହିଛି। ତେଣୁ ମୁଁ ଇନ୍ଦ୍ରିୟ 3 ଗୁଣ ପଞ୍ଚ ବିଷୟ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଓ ଚିଦାଭାସ ବା ଅହଙ୍କାରରେ ଯୁକ୍ତ ହୋଇଯାଇଛି। କିନ୍ତୁ ଆପଣଙ୍କର ମହିମା ଅକୁଣ୍ଠିତ। ଆପଣ ଜ୍ଞାନ ସ୍ୱରୂପ ଏବଂ ସର୍ବଜ୍ଞ। ଆପଣ ପ୍ରକୃତି, ପୁରୁଷ ଉଭୟର ଊର୍ଦ୍ଧ୍ୱରେ ଥିବା ସ୍ୱୟଂ ପୁରୁଷୋତ୍ତମ। ଏପରି ପୁରାଣ ପୁରୁଷଙ୍କୁ ମୁଁ ବନ୍ଦନା କରୁଛି। ପ୍ରଭୁ, ମୁଁ ଆପଣଙ୍କ ମାୟାର ଘେରରେ ଛନ୍ଦି ହୋଇ ନିଜର ଆତ୍ମସ୍ୱରୂପ ଆପଣଙ୍କୁ ଭୁଲି ଯାଇଥିଲି ତଥା ଗୁଣ ଓ କର୍ମମାନଙ୍କ ବନ୍ଧନରେ ପଡ଼ି ସଂସାର ମାର୍ଗରେ ବାଟବଣା ହୋଇ ଯାଇଥିଲି ଏବଂ ତା ଫଳରେ ବହୁ କଷ୍ଟ ଭୋଗ କରି କରି ମୋତେ ଶାନ୍ତି ମିଳୁନଥିଲା। କିନ୍ତୁ ଆଜି ମୋର ସ୍ୱରୂପ ଜ୍ଞାନ ଉଦୟ ହୋଇଗଲା, ଯାହାକି ଆପଣଙ୍କ ଅନୁଗ୍ରହ ବିନା ହୋଇପାରିନଥାନ୍ତା। ମୋତେ ଏହି ଯେଉଁ ତ୍ରୈକାଳିକ ଜ୍ଞାନ ପ୍ରାପ୍ତ ହୋଇଗଲା, ତାହା ଭଲା ଆପଣଙ୍କ ବିନା ଆଉ କିଏ ଦେଇ ପାରିଥାନ୍ତା? କାରଣ ହେ ପ୍ରଭୁ, ଆପଣ ହିଁ ତ ସକଳ ଚରାଚର ପ୍ରାଣୀଙ୍କ ଅନ୍ତରରେ ବିଦ୍ୟମାନ। ନିଜ କର୍ମ ହେତୁ ଜୀବ ପଦବୀ ପାଇଥିବା ଆମେ ସମସ୍ତେ ତ୍ରିବିଧ ତାପର ଶାନ୍ତି ନିମନ୍ତେ ଆପଣଙ୍କୁ ଭଜନ କରୁଛୁ। ଭଗବାନ, ଏହି ଦେହଧାରୀ ଜୀବ ତ ଅନ୍ୟ ଏକ ଦେହର ବା ମା'ର ଉଦର ଭିତରେ ମଳ, ମୂତ୍ର ଓ ବୃଦ୍ଧିର ଏକ କୂଅରେ ପଡ଼ିଯାଇଛି। ତାହାର ଜଠରାଗ୍ନି ଦ୍ୱାରା
ଏହି ଜୀବର ଦେହ ଅତ୍ୟନ୍ତ ସନ୍ତପ୍ତ ହେଉଛି। ଉଦରରୁ ବାହାରି ପଡ଼ିବା ଇଚ୍ଛାରେ ଏ ମାସ ଗଣୁଛି। ଭଗବାନ ଏହି ଦିନଜନକୁ କେବେ ଏଥିରୁ ଉଦ୍ଧାର କରିବେ? ସ୍ୱାମୀ, ଆପଣ ହେଉଛନ୍ତି ବଡ଼ ଦୟାଳୁ। ଆପଣଙ୍କ ପରି ଉଦାର ପ୍ରଭୁ ହିଁ ଏହି 10 ମାସର ଜୀବକୁ ଏପରି ଉତ୍କୃଷ୍ଟ ଜ୍ଞାନ ଦେଇଛନ୍ତି। ହେ ଦୀନବନ୍ଧୁ, ଆପଣ କରିଥିବା ଏହି ଉପକାର ଦ୍ୱାରା ହିଁ ଆପଣ ପ୍ରସନ୍ନ ହୁଅନ୍ତୁ। କାରଣ ଆପଣଙ୍କ ନିକଟରେ କରପତ୍ର ଯୋଡ଼ିବା ଛଡ଼ା ଆପଣଙ୍କର ଏହି ଉପକାରର ପ୍ରତିଦାନ କିଏ ବା ଦେଇପାରିବ? ସପ୍ତ ଧାତୁରେ ବାନ୍ଧି ହୋଇ ରହିଥିବା ଅନ୍ୟ ଜୀବ ତ କେବଳ ନିଜ ଶରୀରକୁ ଅନୁଭବ ହେଉଥିବା ସୁଖ ଦୁଃଖ ହିଁ ଦେଖନ୍ତି। କିନ୍ତୁ ମୁଁ ଆପଣଙ୍କ କୃପାରୁ ସମ, ଦମ ଓ ଆଦି ସାଧନାରେ ସମ୍ପୂର୍ଣ୍ଣ ଶରୀର ପାଇଛି। ତେଣୁ ଆପଣ ଦେଇଥିବା ଏହି ବିବେକବତୀ ବୁଦ୍ଧି ଦ୍ୱାରା ଆପଣଙ୍କ ପରି ପୁରାଣ ପୁରୁଷଙ୍କୁ ନିଜ ଶରୀରରେ ବାହାରେ ସର୍ବବ୍ୟାପୀ ରୂପରେ ଓ ଭିତରେ ଅନ୍ତର୍ଯାମୀ ରୂପରେ ନିଜ ହୃଦୟ ମଧ୍ୟରେ ପ୍ରତ୍ୟକ୍ଷ ରୂପେ ଦେଖିପାରୁଛି। ଭଗବାନ, ଏହି ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଗର୍ଭାଶୟରେ ମୁଁ ବଡ଼ କଷ୍ଟରେ ରହିଛି ସତ, ତଥାପି ଏଥିରୁ ବାହାରି ଆସି ସଂସାରମୟ ଅନ୍ଧକୂପରେ ପଡ଼ିବାକୁ ମୋର ଆଦୌ ଇଚ୍ଛା ହେଉନାହିଁ। କାରଣ ସେଥିରେ ପଡ଼ିଯାଉଥିବା ଜୀବକୁ ଆପଣଙ୍କର ମାୟା ବାନ୍ଧିଦିଏ ଏବଂ ତା ଫଳରେ ତାହାର ଶରୀର ପ୍ରତି ଅହଂବୁଦ୍ଧି ଜାତ ହୋଇଯାଏ ଏବଂ ପରିଣାମ ସ୍ୱରୂପ ତାକୁ ପୁଣି ଥରେ ସଂସାର ଚକ୍ରରେ ପଡ଼ିବାକୁ ହୁଏ। ତେଣୁ ମୁଁ ବ୍ୟାକୁଳତା ଛାଡ଼ିଦେଇ ହୃଦୟରେ ଶ୍ରୀବିଷ୍ଣୁ ଭଗବାନଙ୍କର ଚରଣ ସ୍ଥାପନ କରି ନିଜ ବୁଦ୍ଧି ସାହାଯ୍ୟରେ ହିଁ ବହୁ ଶୀଘ୍ର ଏହି ସଂସାର ରୂପୀ ସମୁଦ୍ରକୁ ପାରି ହୋଇଯିବି ଏବଂ ତା ଫଳରେ ମୋତେ ଅନେକ ପ୍ରକାର ଦୋଷର ଯୁକ୍ତ ଏହି ସଂସାର ଦୁଃଖ ଆଉ ମିଳିବ ନାହିଁ। ଶ୍ରୀ କପିଳ ଦେବ କହିଲେ, ହେ ମାତା, ସେହି 10 ମାସର ଜୀବ ଗର୍ଭରେ ଥାଇ ବିବେକ ସମ୍ପନ୍ନ ହୋଇ ଭଗବାନଙ୍କର ଏପରି ସ୍ତୁତି କରୁ କରୁ ସେହି ଅଧମୁଖ ଶିଶୁକୁ ପ୍ରସବ କାଳର ବାୟୁ ଅବିଳମ୍ବେ ଗର୍ଭରୁ ବାହାରି ଯିବାକୁ ଠେଲିଦିଏ। ଏପରି ହଠାତ୍ ଠେଲି ଦିଆଯିବା ଫଳରେ ସେ ଅତ୍ୟନ୍ତ ବ୍ୟାକୁଳ ହୋଇ ତଳକୁ ମୁଣ୍ଡ କରି ବଡ଼ କଷ୍ଟରେ ଗର୍ଭରୁ ବାହାରି ଆସେ। ସେତେବେଳେ ତାହାର ଶ୍ୱାସର ଗତି ବନ୍ଦ ହୋଇଯାଏ ଏବଂ ପୂର୍ବ ସ୍ମୃତି ନଷ୍ଟ ହୋଇଯାଏ। ମାତାର ରକ୍ତ ଓ ମୂତ୍ରରେ ଲଟପଟ ହୋଇ ତଳେ ପଡ଼ିଥିବା ସେହି ଶିଶୁ ବିଷ୍ଠାର କୀଟ ପରି ଛଟପଟ ହେଉଥାଏ। ତାହାର ଗର୍ଭବାସ ସମୟର ଜ୍ଞାନ ନଷ୍ଟ ହୋଇଯାଏ ଏବଂ ସେ ବିପରୀତ ଗତି ବା ଦେହାଭିମାନ ରୂପ ଅଜ୍ଞାନାବସ୍ଥା ପ୍ରାପ୍ତ ହୋଇ ବାରମ୍ବାର ଜୋରରେ କାନ୍ଦେ। ଏହାପରେ ଯେଉଁ ଲୋକେ ତାହାର ଅଭିପ୍ରାୟ ବୁଝିପାରନ୍ତି ନାହିଁ, ସେହିମାନଙ୍କ ଦ୍ୱାରା ହିଁ ଶିଶୁଟିର ଲାଳନ ପାଳନ ହୁଏ। ଏପରି ଅବସ୍ଥା ହେତୁ ତାକୁ ବହୁ ପ୍ରତିକୂଳତା ଭୋଗିବାକୁ ପଡ଼େ। ସେସବୁକୁ ଟାଳି ଦେବାର ଶକ୍ତି ବି ତାଠାରେ ନଥାଏ। ସେହି ଜୀବକୁ ଲୋକେ ସେପରି ଶିଶୁ ଅବସ୍ଥାରେ ଅପବିତ୍ର ଖଟରେ ଶୁଆଇ ଦିଅନ୍ତି। ସେତେବେଳେ ସେଥିରେ ଥିବା ଓଡ଼ଶ ଆଦି ସ୍ୱେଦଜ ଜୀବ ତାକୁ କାମୁଡ଼ନ୍ତି। କିନ୍ତୁ ଶିଶୁର କୁଣ୍ଡେଇ ହେବା, ଉଠି ଠିଆ ହୋଇପଡ଼ିବା ଅଥବା କର ଲେଉଟାଇବାର ଶକ୍ତି ମଧ୍ୟ ନଥିବାରୁ ସେ ବଡ଼ କଷ୍ଟ ପାଏ। ତାହାର ଚର୍ମ ଅତି କୋମଳ ହୋଇଥାଏ। ବଡ଼ କୀଟକୁ ସାନ କୀଟମାନେ କାମୁଡ଼ିବା ପରି ଡାଁସ, ମଶା, ଓଡ଼ଶ ଆଦି ଜୀବ ତାକୁ କାମୁଡ଼ି ପକାନ୍ତି। ଏସବୁ ଫଳରେ ସେ ତାହାର ଗର୍ଭାବାସ ସମୟର ସମସ୍ତ ଜ୍ଞାନ ହରାଇ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେ ନାହିଁ। ଏପରି ଭାବରେ ବାଲ୍ୟ ବା ଶୈଶବ ବା କୌମାର ଓ ପୌଗଣ୍ଡ ଅବସ୍ଥାର ଦୁଃଖ ଭୋଗ କରି ସେ ଯୁବାବସ୍ଥାରେ ପଦାର୍ପଣ କରେ। ସେହି ଅବସ୍ଥାରେ ତାକୁ ଯଦି କୌଣସି ଇଚ୍ଛିତ ଭୋଗ ମିଳେ ନାହିଁ, ତେବେ ଅଜ୍ଞାନ ବଶତଃ ତାର କ୍ରୋଧ ଜାତ ହୁଏ। ସେ ଶୋକାକୁଳ ହୋଇଯାଏ। ଦେହ ବଢ଼ିବା ସଙ୍ଗେ ସଙ୍ଗେ ତାର ଅଭିମାନ ଓ କ୍ରୋଧ ବଢ଼ିଯିବାରୁ ସେହି କାମ ପରବଶ ଜୀବ ଅନ୍ୟ କାମୀ ଜୀବଙ୍କ ସହିତ ଶତ୍ରୁତା କରି ନିଜର ହିଁ କ୍ଷତି କରି ବସେ। ସେହି ଦୁଷ୍ଟବୁଦ୍ଧି ଅଜ୍ଞାନୀ ଜୀବ ପଞ୍ଚଭୂତରେ ଗଢ଼ା ଦେହ ପ୍ରତି ମିଥ୍ୟା ଅଭିମାନ ରଖି ନିରନ୍ତର ମୁଁ ଆଉ ମୋର ରୂପୀ ଅଭିମାନ ପୋଷଣ କରିବାକୁ ଲାଗେ। ଯେଉଁ ଶରୀରରେ ବୃଦ୍ଧାବସ୍ଥା ଆଦି ଆସି ତାକୁ ନାନା ପ୍ରକାର କଷ୍ଟ ଦିଏ ତଥା ଅବିଦ୍ୟା ଓ କର୍ମରେ ଛନ୍ଦି ରଖେ, ସେହି ଶରୀର ନିମନ୍ତେ ସେ ନାନା ପ୍ରକାର କର୍ମ କରିଚାଲେ ଏବଂ ସେହି ସବୁ କର୍ମରେ ବାନ୍ଧି ହୋଇ ସେ ବାରମ୍ବାର ସଂସାର ଚକ୍ରରେ ପଡ଼େ। ସନ୍ମାର୍ଗରେ ଚାଲୁ ଚାଲୁ ଯଦି କୌଣସି ଜିହ୍ୱା ଓ ଉପସ୍ଥେନ୍ଦ୍ରିୟର ଭୋଗରେ ଆସକ୍ତ ବିଷୟୀ ପୁରୁଷମାନଙ୍କ ସହିତ ତାହାର ଭେଟ ହୋଇଯାଏ ଏବଂ ସେମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଯଦି ସେମାନଙ୍କର ଅନୁଗମନ କରେ, ତେବେ ସେ ପୁଣି ଥରେ ପୂର୍ବ ପରି ନାରକୀ ଜନିରେ ପଡ଼ିଯାଏ। ତେଣୁ ଯେଉଁମାନଙ୍କ ସଙ୍ଗ ଦୋଷରୁ ମନୁଷ୍ୟର ସତ୍ୟ, ଶୌଚ, ଦୟା, ବାକ୍ ସଂଯମ, ବୁଦ୍ଧି, ଧନ ସମ୍ପଦ, ଲଜ୍ଜା, ଯଶ, କ୍ଷମା, ମନ ସଂଯମ, ଇନ୍ଦ୍ରିୟ ସଂଯମ ତଥା ଐଶ୍ୱର୍ଯ୍ୟ ଆଦି ସଦ୍ଗୁଣ ନଷ୍ଟ ହୋଇଯାଏ, ସେପରି ଅତ୍ୟନ୍ତ ଶୋଚନୀୟ ସ୍ତ୍ରୀମାନଙ୍କର କ୍ରୀଡ଼ାମୃଗ, ଅଶାନ୍ତ ମୂଢ଼ ଓ ଦେହ ଅଭିମାନ ଅସତ୍ ପୁରୁଷମାନଙ୍କର ସଙ୍ଗ କରିବା କଦାପି ଉଚିତ ନୁହେଁ।
ସ୍ତ୍ରୀ ଓ ସ୍ତ୍ରୈଣ ପୁରୁଷମାନଙ୍କର ସଙ୍ଗ କଲେ ଜୀବ ଯେତେ ମୋହଗ୍ରସ୍ତ ହୁଏ, ଯେପରି ବନ୍ଧନରେ ପଡ଼େ, ଅନ୍ୟ କୌଣସି ସଙ୍ଗରୁ ତାର ସେତେ ଅଧପତନ ହୁଏ ନାହିଁ। ଥରେ ରଜଗୁଣୀ ବୁଦ୍ଧିଧାରୀ ବ୍ରହ୍ମା ମଧ୍ୟ ନିଜ କନ୍ୟା ସରସ୍ୱତୀକୁ ଦେଖି ତାହାଙ୍କ ରୂପ ଲାବଣ୍ୟରେ ମୋହିତ ହୋଇଯାଇଥିଲେ ଏବଂ ସରସ୍ୱତୀ ମୃଗୀ ରୂପ ଧରି ଦୌଡ଼ି ପଳାଇଯିବାରୁ ବ୍ରହ୍ମା ମୃଗରୂପ ହୋଇ ତାକୁ ଗୋଡ଼ାଇଥିଲେ। ସେହି ବ୍ରହ୍ମା ହିଁ ମରିଚି ଆଦି ପ୍ରଜାପତିମାନଙ୍କୁ ତଥା ମରିଚି ଆଦି କଶ୍ୟପ ଆଦିଙ୍କୁ ଓ କଶ୍ୟପ ଆଦି ଦେବମାନବ ଆଦି ପ୍ରାଣୀଙ୍କୁ ସୃଷ୍ଟି କରିଛନ୍ତି। ସୁତରାଂ ସେମାନଙ୍କ ମଧ୍ୟରୁ ଏକମାତ୍ର ଋଷି ପ୍ରବର ନାରାୟଣଙ୍କୁ ଛାଡ଼ିଦେଲେ ଏପରି କେଉଁ ପୁରୁଷ ଅଛନ୍ତି ଯାହାଙ୍କର ବୁଦ୍ଧି ସ୍ତ୍ରୀ ରୂପିଣୀ ମାୟା ଦ୍ୱାରା ମୋହିତ ହେବ ନାହିଁ। ମୋର ଏହି ସ୍ତ୍ରୀ ରୂପିଣୀ ମାୟାର ବଳ କେତେ ଦେଖ। ସେ ନିଜର ଭ୍ରୁକୁଟି ବିଳାସ ମାତ୍ରକେ ବଡ଼ ବଡ଼ ଦିଗ୍ବିଜୟୀ ବୀରମାନଙ୍କୁ ମଧ୍ୟ ପାଦରେ ଦଳିଦିଏ। ତେଣୁ ଯେଉଁ ପୁରୁଷ ଯୋଗର ପରମ ପଦରେ ଆରୂଢ଼ ହେବାକୁ ଚାହାନ୍ତି ଅଥବା ଯାହାଙ୍କର ମୋରି ସେବା ପ୍ରଭାବରେ ଆତ୍ମା ଅନାତ୍ମା ବିବେକ ଜାଗ୍ରତ ହୋଇଗଲାଣି, ସେ କଦାପି ସ୍ତ୍ରୀ ସଙ୍ଗ କରିବା ଅନୁଚିତ। କାରଣ ଏପରି ପୁରୁଷଙ୍କ ନିମନ୍ତେ ସ୍ତ୍ରୀକୁ ନରକର ଦ୍ୱାର ବୋଲି କୁହାଯାଏ। ଭଗବାନଙ୍କ ଦ୍ୱାରା ସୃଷ୍ଟ ଏହି ସ୍ତ୍ରୀ ରୂପିଣୀ ମାୟା ଧୀରେ ଧୀରେ ସେବା ଆଦି କରିବା ଛଳରେ ପାଖକୁ ଚାଲି ଆସେ। ତେଣୁ ସ୍ତ୍ରୀକୁ ଶୁଖିଲା ଡାଳପତ୍ରରେ ଢାଙ୍କି ରହିଥିବା କୂଅ ପରି ନିଜର ମରଣ ବୋଲି ହିଁ ବୁଝିବାକୁ ପଡ଼ିବ। ସ୍ତ୍ରୀ ପ୍ରତି ଆସକ୍ତ ହୋଇ ରହିଲେ ତଥା ଜୀବନର ଶେଷ କାଳରେ ସ୍ତ୍ରୀକୁ ଧ୍ୟାନ କଲେ ଜୀବକୁ ସ୍ତ୍ରୀ ଜନ୍ମ ମିଳେ। ଏହି ରୂପେ ସ୍ତ୍ରୀ ଜନ୍ମ ପାଇଥିବା ଜୀବ ପୁରୁଷ ରୂପରେ ଦେଖାଯାଉଥିବା ମୋର ମାୟାକୁ ହିଁ ଧନ ପୁତ୍ର ଓ ଗୃହ ଆଦି ଦେଉଥିବା ନିଜର ପତି ବୋଲି ସ୍ୱୀକାର କରେ। କିନ୍ତୁ ବ୍ୟାଧର ଗୀତ ଯେପରି କାନକୁ ପ୍ରିୟ ଲାଗୁଥିଲେ ମଧ୍ୟ ତାହା ବିଚାରି ସରଳ ବିଶ୍ୱାସୀ ହରିଣୀକୁ ଫାନ୍ଦରେ ପକାଇ ଦେଇ ତାହାର ସର୍ବନାଶର କାରଣ ହୋଇଥାଏ। ସେହି ପୁତ୍ର ପତି ଓ ଗୃହ ଆଦିକୁ ସେହିପରି ବିଧାତାଙ୍କ ଦ୍ୱାରା ରଚିତ ମୃତ୍ୟୁ ବିଧାନ ବୋଲି ହିଁ ସ୍ତ୍ରୀମାନେ ଜାଣି ରଖିବା ଉଚିତ। ପୁରୁଷମାନଙ୍କୁ ଏପରି ମୃତ୍ୟୁ ରୂପରେ ଦେଖିଲେ ସେମାନଙ୍କ ପ୍ରତି ଆସକ୍ତି ଜାତ ହେବ ନାହିଁ। ଦେବୀ ଜୀବର ଉପାଧିଭୂତ ଲିଙ୍ଗ ଶରୀର ଦ୍ୱାରା ଜୀବ ଏକ ଲୋକରୁ ଅନ୍ୟ ଲୋକକୁ ଯାଏ ଏବଂ ନିଜର ପ୍ରାରବ୍ଧ କର୍ମ ଭୋଗ କରି ନିରନ୍ତର ଅନ୍ୟ ଶରୀର ପ୍ରାପ୍ତି ନିମନ୍ତେ ନୂଆ ନୂଆ କର୍ମ କରୁଥାଏ। ଜୀବର ଉପାଧିରୂପ ଲିଙ୍ଗ ଶରୀର ତା ସହିତ ମୋକ୍ଷ ପର୍ଯ୍ୟନ୍ତ ରହିଥାଏ। ଭୂତ ଇନ୍ଦ୍ରିୟ ଓ ମନର କାର୍ଯ୍ୟରୂପ ସ୍ଥୂଳ ଶରୀର ହେଉଛି ଜୀବର ଭୋଗ ଅଧିଷ୍ଠାନ। ଏହି ଦୁଇଟି ଅର୍ଥାତ୍ ସ୍ଥୂଳ ଓ ସୂକ୍ଷ୍ମ ଶରୀର ପରସ୍ପର ସଂଗଠିତ ହୋଇ କାର୍ଯ୍ୟ କରିବା ହିଁ ଜୀବର ମୃତ୍ୟୁ ଏବଂ ସେହି ଦୁଇଟିରୁ ଏକତ୍ର ପ୍ରକଟ ହେବା ହିଁ ଜୀବର ଜନ୍ମ। ଜୀବର ସ୍ଥୂଳ ଶରୀରଟି ହେଉଛି ପଦାର୍ଥ ଗ୍ରହଣର ସ୍ଥାନ। ତେଣୁ ସ୍ଥୂଳ ଶରୀରର ଶକ୍ତି ସମାପ୍ତ ହୋଇଯିବା ଓ ସେଥିରେ ପଦାର୍ଥ ଗ୍ରହଣର ଯୋଗ୍ୟତା ନ ରହିବା ହିଁ ଜୀବର ମରଣ ଓ ଅଭିମାନର ସହିତ ଏହି ସ୍ଥୂଳ ଶରୀରଟା ହିଁ ମୁଁ ବୋଲି ଧରିନେବା ହିଁ ତାର ଜନ୍ମ। ଉଦାହରଣ ସ୍ୱରୂପ ଯଦି କୌଣସି ଦୋଷ ହେତୁ ନେତ୍ରରେ ରୂପ ଆଦି ଦେଖିବାର ଯୋଗ୍ୟତା ରହେ ନାହିଁ, ତେବେ ନେତ୍ରରେ ରହିଥିବା ନେତ୍ରେନ୍ଦ୍ରିୟ ମଧ୍ୟ ରୂପ ଦର୍ଶନରେ ଅସମର୍ଥ ହୋଇଯାଏ। ପୁଣି ଯେତେବେଳେ ନେତ୍ର ଓ ନେତ୍ରେନ୍ଦ୍ରିୟ ଉଭୟେ ରୂପ ଦର୍ଶନ କରିବାକୁ ଅସମର୍ଥ ହୋଇଯାଆନ୍ତି, ସେତେବେଳେ ଏହି ଦୁହିଁଙ୍କର ସାକ୍ଷୀ ଜୀବର ମଧ୍ୟ ସେହି ଯୋଗ୍ୟତା ରହେ ନାହିଁ। ଅତଏବ ମୁମୁକ୍ଷୁ ପୁରୁଷ ମରଣ ଆଦି ପ୍ରତି ଭୟ କରିବା ଉଚିତ ନୁହେଁ କିମ୍ବା ଦୀନତା ଅଥବା ମୋହ ରଖିବା ଉଚିତ ନୁହେଁ। ଜୀବର ସ୍ୱରୂପକୁ ଅନୁଭବ କରି ସେ ଧୈର୍ଯ୍ୟପୂର୍ବକ ନିଃସଙ୍ଗ ଭାବରେ ବିଚରଣ କରିବା ଉଚିତ ତଥା ଏହି ମାୟାମୟ ସଂସାରରେ ଯୋଗ ବୈରାଗ୍ୟ ସମ୍ପନ୍ନ ସମ୍ୟକ୍ ଜ୍ଞାନମୟୀ ବୁଦ୍ଧି ବଳରେ ଶରୀରକୁ ଅମାନତ ପରି ରଖି ତାହା ପାଇଁ ଅନାସକ୍ତ ରହି ବିଚରଣ କରିବା ଆବଶ୍ୟକ। ଏପରି ଭାବରେ ଜୀବର ଆତ୍ମସ୍ୱରକୁ ଜଡ଼ ପଦାର୍ଥ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବୁଝିବା ଉଚିତ। ଏହି ଅଧ୍ୟାୟର ଏହା ହେଉଛି ଏକ ଗଭୀର ଗୂଢ଼ତତ୍ତ୍ୱ। ତେଣୁ ଆପଣମାନେ ଏହି ଅଧ୍ୟାୟକୁ ଭଲ ଭାବରେ ଶୁଣିଥିବାରୁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ଏବଂ ଆପଣଙ୍କର ଚଲାପଥ କୁସୁମିତ ହେଉ। ଜୀବନରେ ମଣିଷ କ'ଣ କରିବା ଉଚିତ ଏହି ଅଧ୍ୟାୟ ଭଲ ଭାବରେ ଶିକ୍ଷା ଦେଇଥାଏ। ତେଣୁ ଯଦି ଏହା ଥରେ ଶୁଣି ବୁଝିପାରୁନାହାନ୍ତି ତେବେ ନିଶ୍ଚୟ ଆଉ ଥରେ ଶୁଣନ୍ତୁ, ଫଳରେ ଆପଣଙ୍କର ଜ୍ଞାନ ଉଦୟ ନିଶ୍ଚିତ ହେବ। ସେଥିପାଇଁ କୁହାଯାଏ 18ଟି ପୁରାଣ ମଧ୍ୟରେ ସର୍ବଶ୍ରେଷ୍ଠ ପୁରାଣ ହେଉଛି ଭାଗବତ, ଶ୍ରୀମଦ୍ ଭାଗବତ ମହାପୁରାଣ। ତେଣୁ ଯେତେ ଶାସ୍ତ୍ର ପଢ଼ନ୍ତୁ ନା କାହିଁକି ଜୀବନରେ ଥରେ ଶ୍ରୀମଦ୍ ଭାଗବତ ମହାପୁରାଣ ନିଶ୍ଚୟ ପଢ଼ନ୍ତୁ। କାରଣ 18ଟି ପୁରାଣର ସାରାଂଶ ଏହି ଗୋଟିଏ ପୁରାଣରେ ଅଛି।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।